ଆଜ୍ଞା, 2.5 ରୁ 3 ଲକ୍ଷ ଟଙ୍କା ବର୍ବାଦ। ହଁ 2.5 ରୁ 3 ଲକ୍ଷ ଟଙ୍କା ବର୍ବାଦ କରିଦେଲି। 2.5 ରୁ 3 ଲକ୍ଷ ଟଙ୍କା ବର୍ବାଦ କରିଦେଲେ କ'ଣ ପାଇଁ? କେଉଁଠି କେଉଁଠି କଲେ? ମାଇକ୍ ନିଅ ନା। ପଙ୍କଜ, ତୁମ ଉପରେ ତ ଜଣେ ସାଇକୋ ପ୍ରେତ ଥିଲା, ଯିଏ କୌଣସି ଝିଅକୁ ପ୍ରେମ କରୁଥିଲା, ଆତ୍ମହତ୍ୟା କରି ମୃତ୍ୟୁବରଣ ସେ କରିଥିଲା। ତାର ଆତ୍ମା ତୁମ ଦେହରେ ଏବେ ମଧ୍ୟ ଅଛି, ତୁମକୁ ବହୁତ ହଇରାଣ କରୁଛି ମାନସିକ ଭାବରେ। ଝିଅମାନଙ୍କ ପଛରେ ଚକ୍କରରେ ତୁମକୁ ବାରମ୍ବାର ସେ ଫସେଇ ଦେଉଛି, ତାପରେ ତୁମର ହୃଦୟ ଭାଙ୍ଗି ଦେଉଛି। ଘରେ 40 ବର୍ଷରୁ କୌଣସି ପ୍ରଗତି ହେଉନାହିଁ। ଆପଣ ଝିଅକୁ ପାଇବାର କାମନା ନେଇ ଏଠାକୁ ଆସିଛନ୍ତି। ଆପଣଙ୍କର କୌଣସି କାର୍ଯ୍ୟ ସଫଳ ହେଉନି। ଆପଣ ଭାବୁଛନ୍ତି ଯେ କ'ଣ କରିବେ ଆଗକୁ, ଚାକିରି କରିବେ, ବ୍ୟବସାୟ କରିବେ, ଏହି ଦ୍ୱନ୍ଦ୍ୱରେ ଅଛନ୍ତି ଆପଣ କେବଳ ଧନର ପ୍ରାପ୍ତିର କାମନା ରଖିଛନ୍ତି, ଯେ ଆପଣଙ୍କର ବଡ଼ ଘର ହେଉ, ଗୋଟିଏ ଭଲ କାର୍ ହେଉ ଆପଣଙ୍କର, ଆଉ ତା ସହିତ ସେଇ ଝିଅ ଥାଉ ଯାହା ପଛରେ ଆପଣ ପାଗଳ ପରି ତାକୁ ବଶୀଭୂତ କରିବାକୁ ଚାହୁଁଛନ୍ତି। କିନ୍ତୁ ସେଥିପାଇଁ ତନ୍ତ୍ର ବାଧା ସାଜିଛି।